ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ଧରପୃଥିବୀ ଗୁରୁଦେବ ଗଣପତି ଏବଂ ଜଗଦମାଙ୍କୁ ପ୍ରଣାମ କରି ଆଜି ଆମେ ଆମର ପଞ୍ଚାଙ୍ଗ ସିରିଜକୁ ଆଗକୁ ବଢେଇବା। ପଞ୍ଚାଙ୍ଗ ସିରିଜରେ ଆଜି ଆମେ ପଢିବା ଦଗ୍ଧ ଯୋଗ, ବିଶ୍ଵ ଯୋଗ, ହୁତାସନ ଯୋଗ। ଦଗ୍ଧ ଯୋଗ, ବିଶ୍ଵ ଯୋଗ ଆଉ ହୁତାସନ ଯୋଗ ଏଗୁଡାକ ଜେନେରାଲି ଇନଅସ୍ପିସିୟସ୍, ଅମଙ୍ଗଳିକ। ତେଣୁ ୟାକୁ ଆମେ ଆଭଏଡ କରିବା ଉଚିତ ଶୁଭ କର୍ମରେ। ତ ଚାଲନ୍ତୁ ଆରମ୍ଭ କରିବା। ସ୍କ୍ରିନ୍ ଆସିଲା କି? यस यस। ଆମେ ଭଲସେ ମନ ଦେଇକି ଏଇଟାକୁ ଦେଖ, ଭେରି ଭେରି ଇମ୍ପୋର୍ଟାଣ୍ଟ ଜିନିଷଟା। ପ୍ରଥମେ ଦେଖିବା ସେଟା ଦଗ୍ଧ ନକ୍ଷତ୍ର ସଂଖ୍ୟକ ଯୋଗ ଆମେ ପଢି ଦେଇଥିଲେ। ସେଟା ଦଗ୍ଧ ନକ୍ଷତ୍ର ସଂଖ୍ୟକ ଯୋଗ ପଢିଥିଲେ। ଆମେ ପଢିବା ଦଗ୍ଧ ଯୋଗ। ଦଗ୍ଧ ଯୋଗ, ଦଗ୍ଧ ମାନେ ଜଳି ଯାଇଛି, ଯୋଉ ଯୋଗଟା ଜଳି ଯାଇଛି। ଠିକ ଅଛି। ଏଇ ଦଗ୍ଧ ଯୋଗଟା ଫର୍ମେସନ ହୁଏ ବାର ଓ ତିଥି କି ନେଇକି। ଦଗ୍ଧ ନକ୍ଷତ୍ର ସଂଖ୍ୟକ ଯୋଗ ଆମେ ପଢି ଦେଇଛେ। ଏଇ ଯୋଉ ଦଗ୍ଧ ଯୋଗଟା ଆମେ ପଢୁଛେ ବର୍ତ୍ତମାନ ବାର ଆଉ ତିଥିର କୋଉ କୋଉ ବାର କୋଉ କୋଉ ତିଥିର ସମ୍ମିଶ୍ରଣରେ ଦଗ୍ଧ ଯୋଗ ହୁଏ, ସେଇଗୁଡାକ ଆମେ ପଢିବା। ଯଦି ରବିବାରରେ ଦ୍ୱାଦଶୀ ତିଥି ପଡିଲା ତାହେଲେ ଆକୁ କୁହାଯିବ ଦଗ୍ଧ ଯୋଗ। ଯଦି ଏକାଦଶୀ ପଡିଲା ତାହେଲେ ଆକୁ କୁହାଯିବ ଦଗ୍ଧ ଯୋଗ। ମଙ୍ଗଳବାରରେ ଯଦି ପଞ୍ଚମୀ ପଡିଲା ତାକୁ କୁହାଯିବ ଦଗ୍ଧ ଯୋଗ। ବୁଧବାରରେ ଯଦି ତୃତୀୟା ପଡିଲା ତାକୁ କୁହାଯିବ ଦଗ୍ଧ ଯୋଗ। ଗୁରୁବାରରେ ଯଦି ଷଷ୍ଠୀ ପଡିଲା ତାକୁ କୁହାଯିବ ଦଗ୍ଧ ଯୋଗ। ସେମିତି ଶୁକ୍ରବାରରେ ଏବଂ ଶନିବାରରେ ଯଦି ନବମୀ ପଡିଲା ଏଗୁଡାକୁ ସବୁ କୁହାଯିବ ଦଗ୍ଧ ଯୋଗ। ଏଇ ଦଗ୍ଧ ଯୋଗର ଫର୍ମେସନ ଆମେ ଦଗ୍ଧ ନକ୍ଷତ୍ର ସଂଖ୍ୟକ ଯୋଗ ପଢିଥିଲେ। ଆଜି ଆମେ ପଢୁଛେ ବାର ଆଉ ତିଥି ସଂଖ୍ୟକ ଯୋଗ। ଦଗ୍ଧ ଯୋଗ ଦିଟା ପ୍ଲେନରେ ଫର୍ମେସନ ହୁଏ। ଗୋଟେ ହେଲା ଆମର ବାରଟା ସବୁବେଳେ କମନ, ବାରରେ ନକ୍ଷତ୍ର ବାରରେ ତିଥି ଜାଗାରେ କମ୍ବିନେସନ ରେ ଦଗ୍ଧ ଯୋଗ ଫର୍ମେସନ ହୁଏ। ଏଟାକୁ ଆଭଏଡ କରିବା ଦରକାର। ଏଇଟା ଅମଙ୍ଗଳ, ଅମାଙ୍ଗଳିକ ଯୋଗ। କ୍ଲିୟର? ତାପରେ ଆମେ ପଢିବା ବିଷ ଯୋଗ। ଠିକ ଅଛି। ତ ବିଶ୍ଵ ଯୋଗରେ କଣ, ସେମିତି ଆମେ ଲେଖିଯିବା। ଏଇଟା ବି ସେଇ କମ୍ବିନେସନ ହବ ବାର ପ୍ଲସ ତିଥିର କମ୍ବିନେସନ ରେ ଆସିବ। ରବିବାରରେ ଚତୁର୍ଥୀ, ସୋମବାରରେ ଷଷ୍ଠୀ, ମଙ୍ଗଳବାରରେ ସପ୍ତମୀ, ବୁଧବାରରେ ଅଷ୍ଟମୀ, ଗୁରୁବାରରେ ନବମୀ, ଶୁକ୍ରବାରରେ ଦଶମୀ, ଶନିବାରରେ ସପ୍ତମୀ। ଏଗୁଡାକ ହବ ବିଷ ଯୋଗ। ଇଏ ବି ଅମାଙ୍ଗାଳିକ। ଠିକ ଅଛି।
ଏଇଟାକୁ ବି ଆଭଏଡ କରିବା ଦରକାର ଶୁଭ କର୍ମରେ। ବର୍ତ୍ତମାନ ଆମେ ପଢିବା ହୁତାସନ ଯୋଗ। ହୁତାସନ ଯୋଗରେ କଣ ନା ରବିବାରରେ ଦ୍ୱାଦଶୀ, ସୋମବାରରେ ଷଷ୍ଠୀ, ମଙ୍ଗଳବାରରେ ସପ୍ତମୀ, ବୁଧବାରରେ ଅଷ୍ଟମୀ, ଗୁରୁବାରରେ ନବମୀ, ଶୁକ୍ରବାରରେ ଦଶମୀ, ଶନିବାରରେ ଏକାଦଶୀ। ୟାକୁ କୁହାଯିବ ଅମାଙ୍ଗଳିକ, ଆଜ ଏଇଟା ହଉଛି ହୁତାସନ ଯୋଗ। ଏଇ ତିନିଟା ଜିନିଷ କେତେବେଳେ ବି ରିପିଟ ହେଇପାରେ, କେତେବେଳେ ବି ହେଇପାରେ। ସାଧାରଣତଃ ଶୁଭ କର୍ମରେ ଏଇଟା ବର୍ଜିତ, କିନ୍ତୁ ଯାତ୍ରା ସମୟରେ ଏଗୁଡାକ ଅବଶ୍ୟ ବର୍ଜିତ। ଏ ଯାତ୍ରା ସମୟ ପାଇଁ ଯାତ୍ରା କଲା ବେଳେ ଯଦି ଏଇଭଳିଆ ଯୋଗ ଥାଏ, ତାହେଲେ ତାକୁ କୁହାଯିବ ଯମ ଘଣ୍ଟକ ଯୋଗ। ଠିକ ଅଛି। ସେମିତି ଆମେ ଯେତେବେଳେ ଦଗ୍ଧ ନକ୍ଷତ୍ର ଯୋଗ ପଢିଥିଲେ, ତାକୁ ବି ଆମେ କଣ ପଢିଥିଲେ ନା ରବିବାରରେ ଯଦି ମଘା ହେଲା, ମଘା ନକ୍ଷତ୍ର ପଡିଲା, ସୋମବାରରେ ଯଦି ବିଶାଖା ପଡିଲା, ମଙ୍ଗଳବାରରେ ଯଦି ଆର୍ଦ୍ରା ନକ୍ଷତ୍ର ପଡିଲା, ବୁଧବାରରେ ଯଦି ମୂଳା ନକ୍ଷତ୍ର ପଡିଲା, ଗୁରୁବାରରେ ଯଦି କୃତ୍ତିକା ନକ୍ଷତ୍ର ପଡିଲା, ଶୁକ୍ରବାର ଯଦି ରୋହିଣୀ ନକ୍ଷତ୍ର ପଡିଲା, ଶନିବାରରେ ଯଦି ହସ୍ତା ନକ୍ଷତ୍ର ପଡିଲା, ଇଏ ବି ଯମ ଘଣ୍ଟକ ଯୋଗ। ୟାକୁ ବି ଯାତ୍ରାରେ ଆଭଏଡ କରିବା ଉଚିତ। ଦଗ୍ଧ ଯୋଗ ଗୁଡାକ ଏବଂ ଯୋଉ ବିଶ୍ଵ ଯୋଗ ଗୁଡାକ ବହୁତ ହି ଅନିଷ୍ଟପ୍ରଦ। ଏବଂ ଧର ଆପଣ ଗୋଟେ କଥା ଭାବନ୍ତୁ, ଗୋଟେ ନିଆଁରେ ଗୋଟେ ଜିନିଷ ଆପଣ ଫୋପାଡି ଦେଲେ, ନିଆଁରେ ଗୋଟେ ଜଳୁଥିବା ନିଆଁରେ କୌଣସି ଗୋଟେ ଯଦି ବସ୍ତୁ ଆପଣ ଫୋପାଡି ଦେଇଛନ୍ତି, ସେ ଜିନିଷଟାକୁ ନିଆଁ କଣ ଭସ୍ମ କରିଦିଏ। ସେମିତି ତିଥି ବାରରୁ ସେଇ ଯୋଉ ହୁତାସନ ଯୋଗରେ ଯୋଉ ଯୋଗଟା ଉତ୍ପନ୍ନ ହୁଏ, ସେଥିରେ ମଙ୍ଗଳ କର୍ମରେ ବିଘ୍ନ ସୃଷ୍ଟି କରେ। ଯମଘଣ୍ଟକର ଯମଘଣ୍ଟକ ଯୋଗ, ଏଇ ଯୋଉ ଯମଘଣ୍ଟକ ଯୋଗଟା ହେଇଛି, ସେଟା ସବୁ ଶୁଭ କର୍ମରେ ତ୍ୟାଗ କରିବା ଉଚିତ। ଆଉ ଯାତ୍ରାରେ ତ ବିଶେଷ ଭାବରେ ତ୍ୟାଗ କରିବା ଉଚିତ। ଏଇଟା ଆପଣ ମାନେ ମୁଣ୍ଡରେ ପୂରେଇ ଦେବେ। ତେଣୁ ଯମ ଘଣ୍ଟକ ଯୋଗର ପ୍ରଥମ 8 ଘଡି ଛାଡି ଦେଇକି କାମ କରିବା ଉଚିତ। ଯଦି କିଛି ଅର୍ଜେଣ୍ଟ ଦରକାର ପଡିଲା, ତାହେଲେ 8 ଘଡି ଆପଣ ଛାଡିଦେବେ। ଠିକ ଅଛି। ସେଇଟା ପୁରା ପୁରି ବର୍ଜିତ କରିଦେବେ 8 ଘଡି, କାରଣ ଯମଘଣ୍ଟକ ଯୋଗର ପ୍ରଥମ 8 ଘଡି ରେ କରାଯାଇଥିବା କୌଣସି କର୍ମ ରେ ନିଶ୍ଚିତ ଭାବରେ ବିଘ୍ନ ଆସିବା କଥା ଆସେ। ତେଣୁ
ଏଇ ଯମଘଣ୍ଟକ ଯୋଗ ବହୁତ ପ୍ରକାର ପ୍ରୋବ୍ଲେମ ସୃଷ୍ଟି କରେ। ତାହେଲେ ଆଠ ଘଡି କେମିତି ଜାଣିବା? ନା ମୁଁ କହିଛି ଘଡି ମାନେ ହଉଛି ଆପ୍ରୋକ୍ସିମେଟଲି 24 ମିନିଟ। ତେଣୁ ଯମଘଣ୍ଟକ ଯୋଗ ଯେତେବେଳେ ଆରମ୍ଭ ହେଲା, ରବିବାରରେ ମଘା ନକ୍ଷତ୍ର ପଡିଲା, ତାହେଲେ 24 × 8, ଯେବେଠୁ ଯମଘଣ୍ଟକ ଯୋଗ ଆରମ୍ଭ ହେଲା, 24 × 8 ଆପଣ ସେତିକି ସମୟ ତ୍ୟାଗ କରିଦେବେ। ଯେତିକି ମିନିଟ ହେଲା ସେତିକି ତ୍ୟାଗ କରିଦେବେ। ଏବଂ ଏଇ ଯୋଗ ଗୁଡାକ ଦିନେରେ ଯେତିକି ଦୋଷପ୍ରଦ ହେଇଥାନ୍ତି, ମାନେ ଦିବା ସମୟରେ ଯେତିକି ଦୋଷପ୍ରଦ ହେଇଥାନ୍ତି, କାରଣ ସୂର୍ଯ୍ୟଙ୍କର ଯୋଗୁ, ସୂର୍ଯ୍ୟ ଚନ୍ଦ୍ରଙ୍କର ଯୋଗୁ ପ୍ରାୟ ଯୋଗ ଉତ୍ପନ୍ନ ହୁଏ। ଦିନରେ ଯେତିକି ଅନିଷ୍ଟପ୍ରଦ ହେଇଥାନ୍ତି, ରାତ୍ରିରେ ସେତିକି ଅନିଷ୍ଟପ୍ରଦ ନୁହନ୍ତି। ତେଣୁ ଯଦି ଯମଘଣ୍ଟକ ଯୋଗ ଦିନରେ ହେଲା, ପ୍ରଥମ ପଏଣ୍ଟ ହେଲା 24 × 8, 8 ଘଡି ଛାଡିଦେବେ। ଦିନରେ ହେଲେ ଅତି ଦୋଷାବହ, ମାନେ ଅତି ଅଭିନୟ ସୃଷ୍ଟି କରିବ। ରାତିରେ ହେଲେ କମ ଦୋଷାବହ। ଠିକ ଅଛି। ତ ଆଜିର ସେସନରେ ଆମେ ବିଭିନ୍ନ ପ୍ରକାର ଅମଙ୍ଗଳକାରୀ ଯୋଗ ଡିସ୍କସନ କଲେ। ସେ ଅମଙ୍ଗଳକାରୀ ଯୋଗ ଗୁଡାକ ମନେ ରଖିବା ଏତେ ସହଜ ବ୍ୟାପାର ନୁହଁ। କିନ୍ତୁ ମୁଁ ଯୋଉ 48, 49, 50, 52ଟା ଖଣ୍ଡେ ପଏଣ୍ଟ କହିଲିଣି, ଆପଣ ଯଦି ତାକୁ ଖାତାରେ ଲେଖି ତାକୁ ସିରିଏଲି ଗୋଟେ ସିକ୍ୱେନ୍ସ ରେ ସବୁତିକ ଚେକ୍ କରନ୍ତି, ଏଇଟା ଯମଘଣ୍ଟକ କି, ଯମାର୍ଦ୍ଧ କି, ଇତିବୃତ୍ତି ତିତିକ୍ଷ କି, ତାହେଲେ ଆପଣ ଗୋଟେ ପରଫେକ୍ଟ ଟାଇମ ଦେବାକୁ ସକ୍ଷମ ହେଇପାରିବେ। ଏମିତି ତ ପରଫେକ୍ଟ କହିଲେ ଇମାଜିନାରୀ, ଗୋଟେ ମୁହୂର୍ତ୍ତ ବାହାର କରିକି ଦବା ଏତେ ସହଜ ବ୍ୟାପାର ନୁହଁ। ପାଞ୍ଜି ଦେଖି ଦିଅନ୍ତୁ, ପାଞ୍ଜି ବି କଣ 48ଟା ଜିନିଷ ଆପଣଙ୍କୁ କହୁଛି କି ଏଇ 48ଟା ଜିନିଷ ଶୁଭ କର୍ମରେ ଥିବା ତ୍ୟାଜ୍ୟ? ପାଞ୍ଜି ତ କଥା କହୁନି ନା। ପାଞ୍ଜି କହୁଛି ଏଇଟା ଏଇ ଦିନ ହେଇପାରିବ। ମୁଁ କୌଣସି ପାଞ୍ଜିର ନାଁ ଏଠି ନେବିନି, କାହିଁକି ନା ନେଲେ ସେ ଗୋଟେ ଲିଗାଲ ଇସ୍ୟୁ ଫର୍ମେସନ ହେଇଯିବ। ଏହା ଦ୍ୱାରା କଣ ହବ ନା, କ୍ରେଡିବିଲିଟି ସନାତନ ଧର୍ମ ଉପରକୁ ଆଞ୍ଚ ଆସିଲା ଭଳିଆ କଥା ହେଇଯିବ। କିନ୍ତୁ ଆପଣ ମାନଙ୍କୁ ମୁଁ ଏହା ସଜେଷ୍ଟ କରିବି, ପୁରାତନ ଗ୍ରନ୍ଥ ଯୋଉଗୁଡାକ ଅଛି, ମୁହୂର୍ତ୍ତ ଶାସ୍ତ୍ରର ମେନ୍ ମେନ୍ ଗ୍ରନ୍ଥ ଗୁଡାକ ରହିଛି, ସେ ଗ୍ରନ୍ଥ ଗୁଡାକ ଭିତରେ ଯୋଉ ଯୋଉ ମନୀଷୀ ମାନେ ଯୋଉ ଯୋଉ କଥା ଗୁଡାକ ଲେଖିଛନ୍ତି, ସେଗୁଡାକ ଉପରେ ବିଶେଷ ଧ୍ୟାନ ଦେବେ। କାହାକୁ ଦେଖିବା ଅପେକ୍ଷା ନିଜେ ପରଫେକ୍ଟଲି ଜାଣିଯିବାଟା ଭଲ। କାହାକୁ କମେଣ୍ଟ କରିବା ଅପେକ୍ଷା ନିଜେ ଆମେ ଠିକ ରହିବା ଠିକ। କାହିଁକି କାହାକୁ କମେଣ୍ଟ କରିବା କି ଏଇଟା ଭୁଲ, ଏଇଟା ଠିକ, ଏଇଟା ଭୁଲ, ଏଇଟା ଠିକ? ଆମେ ତ ଶାସ୍ତ୍ରୋଚିତ କଥା କହିବା ନା। ତେଣୁ ଆପଣ ମାନେ ଶାସ୍ତ୍ରୋଚିତ ହିସାବରେ ଏଇ ସବୁ ଜିନିଷ ଗୁଡାକୁ ଆଭଏଡ କରିବେ। ଆପଣ ମାନେ ଯଦି ଆଭଏଡ ନ କରିବେ, ତାହେଲେ ଆପଣ ମାନଙ୍କୁ ପ୍ରୋବ୍ଲେମ ହବ। ଆଉ ଏମିତିଆ ପ୍ରୋବ୍ଲେମ ହବ ଯେ ଆପଣ ଗୋଟେ ଶୁଭ କର୍ମ ପାଇଁ କି ଷ୍ଟାର୍ଟ କରିଥିବେ, ତିଥି ଦେଖି, ବାର ନକ୍ଷତ୍ର ଦେଖିକି, ପଞ୍ଚାଙ୍ଗ ଦେଖିକି, ଯେ ସେ କଲା ବେଳୁ ତା ଦେହରେ ବିଘ୍ନ ଉପୁଜୁଥିବ। ଆଉ ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟେ ଛୋଟ ଷ୍ଟୋରି କହୁଛି, ଯୋଉଟା କି ରିସେଣ୍ଟଲି ଏବେ କୋଉ ଗୋଟେ ଭିଡିଓରୁ ଦେଖିକି ମୁଁ ଜାଣିଥିଲି, ମୁଁ କୋଉଠି ଶୁଣିଥିଲି, ବା କୌଣସି ୟୁଟ୍ୟୁବ ଭିଡିଓରେ ମୁଁ ବି ଦେଖିଥିଲି। ମହାଭାରତ ସମୟରେ ଯୋଉ ଯୋଉ ଜ୍ୟୋତିଷ ମାନେ ଥିଲେ, ସେମାନେ ସବୁ ସାଧକ ଋଷି ମୁନି ମାନେ ଥିଲେ। ସେ ଟାଇମ ରେ ଯେତେବେଳେ ଭଗବାନ ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ଯାଇକି 5ଟା ଗାଁ ମାଗିଲେ ଆ କୌରବ ମାନଙ୍କୁ, ଆଉ ତାଙ୍କୁ ସେଠି ଭରି ସଭାରେ ଡିସରେସପେକ୍ଟ କରାଗଲା କୌରବ ମାନଙ୍କ ଦ୍ଵାରା। ଦୁର୍ଯ୍ୟୋଧନଙ୍କୁ ଶକୁନି ମାମାର ଛଳନାରେ ଆ ଦୁର୍ଯ୍ୟୋଧନ ବଶୀଭୂତ ହେଇକି ନାରାୟଣଙ୍କୁ, ସ୍ଵୟଂ ପରବ୍ରହ୍ମ ପରମାତ୍ମାକୁ ବନ୍ଦୀ କରିବା ପାଇଁ କି ଚାହିଁଲା। ପରବ୍ରହ୍ମ ପରମାତ୍ମାଙ୍କୁ ବାନ୍ଧିବାକୁ ଚେଷ୍ଟା କଲା। ଆଉ ଭଗବାନ ପ୍ରଥମ ଥର ପାଇଁ କି ସେଇଠି ସାର୍ବଜନିକ ଭାବରେ ନିଜର ଅରା ଦେଖେଇଥିଲେ। ସମସ୍ତେ ଆଗରୁ ତାଙ୍କୁ କନସିଡର କରୁଥିଲେ, ଯୋଉମାନେ ଭକ୍ତ ଥିଲେ କନସିଡର କରୁଥିଲେ, କିନ୍ତୁ ଗୋଟେ ନୋକ ଝୋକ ହିସାବରେ
ଫାଷ୍ଟ ଭଗବାନ ତାଙ୍କର ଅରା ସେଠି ଦେଖେଇଥିଲେ ଏବଂ ତାଙ୍କୁ ସେମାନେ ବାନ୍ଧି ପାରିନଥିଲେ। ସେଇଠି କଣ ହେଲା ନା କୃଷ୍ଣଙ୍କୁ ଡିସରେସ୍ପେକ୍ଟ ପିସ୍ ଟକ୍ ଯୋଉ ଆଜିକାଲି ଜିଓ ପଲିଟିକାଲ ଟକ୍ ଚାଲିଛି ପିସ୍ ଟକ୍ ଫେଲୁଅର ହେଲା। ଭଗବାନ କୃଷ୍ଣ ଫେଲୁଅର ତ ହେଇନାହାନ୍ତି। ସେଠି କୁହାଯିବନି କି ଭଗବାନ କୃଷ୍ଣ ଫେଲୁଅର ହେଇଗଲେ, କାରଣ ତାଙ୍କୁ ମହାଭାରତ କରିବାର ଥିଲା, ସବୁ ପାପିକି ମାରିବାର ଥିଲା। ତେଣୁ କିନ୍ତୁ ଭଗବାନଙ୍କୁ ଡିସରେସ୍ପେକ୍ଟ କରାଗଲା, ସେଇଟା ଯୋଉଟା କି ହବାର ନଥିଲା। ତ ସେଇଠି କଣ ହେଲା ନା ରାଜ ଜ୍ୟୋତିଷ ମାନଙ୍କୁ ଡକା ହେଲା, ବିଭିନ୍ନ ପ୍ରକାର ଜ୍ୟୋତିଷ ମାନଙ୍କୁ ଶକୁନି ଡାକିଲା। ବର୍ତ୍ତମାନ ଗାନ୍ଧାର ହଉଛି ପ୍ରେଜେଣ୍ଟ ଡେ ରେ ଆଫଗାନିସ୍ତାନ। ଯୋଉଟା ଗାନ୍ଧାର ଅଛି ଆଜି ପ୍ରେଜେଣ୍ଟ ଡେ ରେ ସେଇଟା ହଉଛି ଆଫଗାନିସ୍ତାନ। ବିଭିନ୍ନ ଦେଶର ରାଜ ଜ୍ୟୋତିଷ ମାନଙ୍କୁ ଡକା ହେଲା। ଦୁର୍ଯ୍ୟୋଧନ କୁର୍ଲି ଦେଖା ହେଲା, କହିଲେ ଯୁଦ୍ଧ ହେଲେ କଣ ହବ। ଆମ ଏବେକାର ଜ୍ୟୋତିଷ ମାନଙ୍କ ପାଖରେ ଇଣ୍ଡିଆର ଯୋଉ ଗ୍ରେଟେଷ୍ଟ ଆଷ୍ଟ୍ରୋଲୋଜର ଅଛନ୍ତି, ଯୋଉମାନେ ପ୍ରେଡିକ୍ସନ ଦଉଛନ୍ତି ୱାର ଉପରେ ଇଏ ଉପରେ, ତାଙ୍କର କେତେ ପାୱାର ଥିଲା, କେତେ ମାନେ ଆକୁରେଟଲି ପ୍ରେଡିକ୍ଟ କରୁଛନ୍ତି। ତ ଭାବ ସେ ଯୁଗରେ ଯୋଉ ଜ୍ୟୋତିଷ ମାନେ ଥିବେ ସେମାନେ କୋଉ ଭଳିଆ ଥିବେ, ଗଣିତ କଷିଲା ବାଲା। ସେମାନେ କହୁଥିଲେ, ସେମାନେ କହିଲେ ଯେ ଏଇ ଯୋଉ କନଷ୍ଟେଲେସନ ଟା ଅଛି ବର୍ତ୍ତମାନ, ଏଇ ଯୋଉ କନଷ୍ଟେଲେସନ ଟା ଚାଲିଛି, ଏ କନଷ୍ଟେଲେସନରେ ଦୁର୍ଯ୍ୟୋଧନ ହାରି ପାରିବ ନାହିଁ। ଯୁଦ୍ଧ କର ବଢିଲା, ଦୁର୍ଯ୍ୟୋଧନ ହାରିବନି। ଏ କନଷ୍ଟେଲେସନ ରେ ଯୁଦ୍ଧ କରିଯିବା, ମାଡିଯିବା, ସମସ୍ତେ ଲାଗିଗଲେ। ସେଇଟା ମାନେ ଜ୍ୟୋତିଷ ଆଗରୁ ରାଜା ମାନେ ଯୁଦ୍ଧ କରିବାକୁ ଗଲେ ପଞ୍ଚାଙ୍ଗ ପଞ୍ଚାଙ୍ଗ ଦେଖି ଜ୍ୟୋତିଷକୁ ଡକେଇକି ସବୁ କରୁଥିଲେ ନା। ତ ପାଣ୍ଡବ ମାନଙ୍କ ପାଖରେ ବି ଜ୍ୟୋତିଷ ଥିଲେ, ନକୁଳ ଆଉ ସହଦେବ। ସେମାନେ ବହୁତ ହାୟର ଲେଭେଲ ଜ୍ୟୋତିଷ ଥିଲେ। ମାନେ ଦୁର୍ଯ୍ୟୋଧନ ମହାଭାରତ ଯୁଦ୍ଧର ଟାଇମିଂ ଟା ଏଇ ପାଣ୍ଡବ ମାନଙ୍କଠୁ ନେଇଥିଲା। ସେଇଟା ମୁଁ କହିବି, ସେଇଟା ପରେ କେବେ ଭଲ ତାର ବିସ୍ତାରରେ ଷ୍ଟୋରି ଟା କହିବି। ବଟ୍ ସିଏ ଯେତେବେଳେ ଯୁଦ୍ଧ ପାଇଁ କି ଜ୍ୟୋତିଷ ମାନେ ଆଲାଉ କରିଦେଲେ, ଯୁଦ୍ଧ ହେଲା। 9 ଦିନ ଯୁଦ୍ଧ ପରେ ଏତେ ସେନା ମରିଗଲେ ଏବଂ ପାଣ୍ଡବ ମାନଙ୍କର କେହି ମରୁନାହାନ୍ତି, ମାନେ ତାଙ୍କ 5 ଭାଇ ଭିତରୁ କେହି ମରୁନାହାନ୍ତି। ତ ସେ ଜ୍ୟୋତିଷ ମାନଙ୍କୁ ଆଉଥରେ ଡକା ହେଲା କି ତମେ ତ କହିଲ କି ଦୁର୍ଯ୍ୟୋଧନର ପୁରା ଏମିତି ଅକାଟ୍ୟ ଅଛି, କେହି ହରେଇ ପାରିବେନି, କେହି କିଛି କରିପାରିବେନି। ଆଉ ତୁମେ କହୁଛ ଯେ ଏମିତି ଯୁଦ୍ଧର ଅବସ୍ଥା ହେଲାଣି, 9 ଦିନରେ ପୁରା ବହୁତ ଲୋକ ମରିଗଲେଣି, ତୁମେ ଏମିତିଆ କଣ କହୁଥିଲ, ତ କି ପ୍ରେଡିକ୍ସନ ଦେଇଛ ତ? ସେଠି ସେ ଜ୍ୟୋତିଷ କହିଲେ ସେଠି କିଏ ଗୋଟେ ପକ୍କା ଅଛି, ହୁ ଇଜ୍, ଯିଏ କି ସମୟ, ନକ୍ଷତ୍ର, ଗ୍ରହ, ପୃଥିବୀ ଇଏ ସବୁର ଉପରେ କିଛି ଗୋଟେ ଲୋକ କିଏ ଗୋଟେ ସେଠି ପ୍ରେଜେଣ୍ଟ ଅଛି, ଯିଏ କନଷ୍ଟଲେସନ ଚେଞ୍ଜ କରିବାର କ୍ଷମତା ରଖିଛି। ସେଠି ବିଦୁର ଥିଲେ, ଧୃତରାଷ୍ଟ୍ର ଥିଲେ। ବିଦୁର ସେଠି କହିଲେ ହଁ ସେଠି କୃଷ୍ଣ ଅଛନ୍ତି। ତେଣୁ ମୋର କହିବା କଥା ହେଲା, କଣ ଭଲ କଣ ଖରାପ କଣ ନାହିଁ ସେ ବିଷୟରେ ମତେ ଜଣା ନାହିଁ। ଯାହା ଶାସ୍ତ୍ର କହୁଛି ଆମେ ତ ପଢୁଛେ। ବଟ୍ ମୋ କହିବା କଥା ହେଲା ପ୍ରତ୍ୟେକ ଲୋକ କୃଷ୍ଣଙ୍କୁ ଭଜିବା ଉଚିତ। ଠିକ ଅଛି ନା? ତେଣୁ ଆପଣମାନେ ପଢନ୍ତୁ, ଆପଣମାନେ ପଢନ୍ତୁ। ଆମେ ପରଫେକ୍ସନ ପାଇଁ ପଢୁଛେ, ଏଇଟା ଆମର ଅହମ ନ ହଉ, କିନ୍ତୁ ସତ୍ୟତା ଯୋଉଟା ସେଇଟା ସତ୍ୟ ହେଇକି ରହିବ ନା ଭାଇ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।